ବାଲେଶ୍ୱର ଜିଲ୍ଲାର ବରିଷ୍ଠ ବିଜେଡି ନେତା ପସ୍ତା ବ୍ଲକ 15 ନମ୍ବର ଜୋନ୍ର ଜିଲ୍ଲା ପରିଷଦ ତଥା ବିଜୁ ଜନତା ଦଳର ପୂର୍ବତନ ସଭାପତି ତ୍ରିଲୋଚନ ବେହେରାଙ୍କ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବେଳକୁ ତାଙ୍କର 65 ବର୍ଷ ହୋଇଥିଲା। ସୂଚନା ଅନୁସାରେ ଶ୍ରୀ ବେହେରା ଦୀର୍ଘ ଦିନ ଧରି କରୋନାରେ ପୀଡ଼ିତ ଥିଲେ। ତେବେ ସୁସ୍ଥ ହୋଇ ଘରକୁ ଫେରିବା ପରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲ ନିଆଯାଇଥିଲା। ଆଜି ସକାଳ 10ଟା ସମୟରେ ଏମ୍ସରେ ମୃତ୍ୟୁବରଣ କରିଛନ୍ତି। ଶ୍ରୀ ବେହେରା ରାଜନୈତିକ ଜୀବନରେ 5 ଥର ସରପଞ୍ଚ ଏବଂ ଥରେ ଜିଲ୍ଲା ପରିଷଦ ଜିଣିଥିବା ବେଳେ ବିଜୁ ଜନତା ଦଳରେ 30 ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ସଂଗଠନ ଦାୟିତ୍ୱରେ ରହି ଦଳକୁ ମଜବୁତ କରିବାରେ ସକ୍ଷମ ହୋଇଥିଲେ। ସଦର ବାଲେଶ୍ୱରରୁ ମନୋରଞ୍ଜନ ପ୍ରଧାନଙ୍କ ରିପୋର୍ଟ, VE ନ୍ୟୁଜ୍।